ବିଭିନ୍ନ କାମରେ ତହସିଲ ଆସୁଥିବା ଗରିବ ଆଦିବାସୀଙ୍କୁ ଅଧିକାରୀମାନେ କାମ ପାଇଁ ଦୁର୍ବ୍ୟବହାର କରୁଥିବା ଓ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଏନେଇ ଲାଠିକଟା ତହସିଲ ଗେଟ୍ରେ ତାଲା ଦେବା ସହ କୁକୁଡ଼ା ଧରି ଏକ ଭିନ୍ନ ପ୍ରକାର ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଜମିଜମା କାମ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସେବା ନାଁରେ ହିତାଧିକାରୀଙ୍କୁ ନାନା ହଇରାଣ ହରକତ ଅଭିଯୋଗ ହୋଇଛି। ଏପରିକି ବାରମ୍ବାର ତହସିଲ ଅଫିସକୁ ଦୌଡ଼ିଲେ ମଧ୍ୟ ବିନା ଲାଞ୍ଚରେ ଫାଇଲ କାମ ଆଗକୁ ବଢ଼ୁନଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଉତ୍ତେଜନା ଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଖବର ପାଇ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ବସିଥିଲେ। ପାନପୋଷ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ତହସିଲ କର୍ମଚାରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରତିଶ୍ରୁତି ଦେଇଥିଲେ ଉପଜିଲ୍ଲାପାଳ। ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଥିଲେ ଗ୍ରାମବାସୀ।